ପଲ୍ଲବୀ ଗୁଣ୍ଡାମାନଙ୍କୁ ଧରିବା ପାଇଁ ଯାଇଥିବେ ଆଉ ଗୁଣ୍ଡାମାନଙ୍କୁ କହିବେ ସମସ୍ତେ ହାତ ଉପରକୁ କର ଆଉ ଆଣ୍ଠୁମାଡ଼ି ତଳେ ବସ। ତାପରେ ସେ ଗୁଣ୍ଡାମାନେ ଭାଗି ଯାଉଥିବେ। ତାପରେ ପଲ୍ଲବୀ ଗୁଣ୍ଡାମାନଙ୍କ ସହିତ ଫାଇଟ୍ କରିବେ। ତାପରେ ଆଦର୍ଶ ଘରେ ଡୋର ପାଖରେ ଥାଇ ପଲ୍ଲବୀକୁ ଅପେକ୍ଷା କରିଥିବେ ଆଉ ମନେ ମନେ କହିବେ ଏମଏଲ୍ଏର ଗୁଣ୍ଡାମାନଙ୍କୁ ଧରିବା ପାଇଁ ପଲ୍ଲବୀ ସେଠିକି ଯାଇଥିଲେ। ସେମାନେ ସବୁ ଧରା ପଡ଼ିଲେ କି ନାହିଁ କେଜାଣି। ତାପରେ ମାୟା ମମତାକୁ କହିବେ ମମତା ମନ୍ଦିରକୁ ଯିବା ପାଇଁ ପ୍ରସାଦ ସବୁ ରୋଷେଇ ହେଇଯାଇଛି ତ? ତାପରେ ମମତା କହିବେ ହଁ ଦିଦି ସେପଟ କାମ କେତେବେଳୁ ସରିଗଲାଣି ଆଉ ସେ ରୋଷେଇଆ ବହୁତ ବଢ଼ିଆ ରୋଷେଇ କରିଛି। ପୁଣି ମାୟା କହିବେ ଠିକ୍ ଅଛି ମୋ ସାଙ୍ଗମାନେ କେତେବେଳେ ବି ଆସି ପହଞ୍ଚି ଯାଇପାରନ୍ତି। ବାକି ଯାହା କାମ ଅଛି ସେ ସବୁ ଶୀଘ୍ର ସାର। ତାପରେ ମମତା କହିବେ ହଁ ଦିଦି ମୁଁ ଦେଖୁଛି। ତାପରେ ରିମଝିମ୍ ଆଉ ନୀଲମ ଆସିବେ ଆଉ ରିମଝିମ୍ କହିବେ ବଡ଼ ମା ପ୍ରସାଦ ରୋଷେଇ ଜାଗାରୁ ସବୁ କାମ ସରିଗଲା। ସେ ରୋଷେଇଆ ମନ୍ଦିରକୁ ପ୍ରସାଦ ନେବା ପାଇଁ ଅଲଗା ରଖିଛନ୍ତି ଆଉ ଆମ ଘର ପାଇଁ ଅଲଗା। ତାପରେ ମାୟା କହିବେ ବଡ଼ ଆଶ୍ଚର୍ଯ୍ୟ କଥା ସକାଳ 9:30 ହେଇଛି ଆଉ ତା ଭିତରେ ଏତେ ସବୁ କାମ ସରିଗଲାଣି। ୱା ରିମଝିମ୍ ୱା ମୁଁ ତମ 2 ଜଣଙ୍କୁ ପ୍ରଶଂସା ନ କରି ରହିପାରୁନି। ତାପରେ ରୁବି ଆସି କହିବେ ଏସବୁ ପାଇଁ ନୀଲମକୁ ସବୁ କ୍ରେଡିଟ୍ ଦେବା ଦରକାର ମାୟା। ସିଏ ହିଁ ରିମଝିମ୍କୁ ତରତର କରେଇ ସବୁ କାମ କରେଇ ଦେଇଛି। ତାପରେ ମାୟା କହିବେ ଗୁଡ୍ ଏମିତି ପରିଶ୍ରମ କର ନୀଲମ ଦେଖିବୁ ସମସ୍ତେ ତତେ ପ୍ରଶଂସା କରିବେ। ଏମିତି କହି ମାୟା ମମତାକୁ କହିବେ ମମତା ତମେ ଭୋଗ ଥାଳି ରେଡି କରିଦିଅ ଜଲ୍ଦି ପ୍ରସାଦ ସବୁ ମନ୍ଦିରକୁ ପଠେଇବା। ତାପରେ ମମତା କହିବେ ହଁ ଦିଦି ମୁଁ ନେଇ ଆସୁଛି। ଏମିତି କହି ମମତା ଚାଲିଯିବେ ଆଉ ଭୋଗ ଥାଳି ଆଣିକି ମାୟାକୁ ଦେବେ। ତାପରେ ମାୟା ଭୋଗ ଥାଳି ନେଇ ଠାକୁରଙ୍କ ପାଖରେ ରଖିଦେବେ ଆଉ ଆଦର୍ଶକୁ ଡାକି କହିବେ ଭୋଗ ସବୁ ରେଡି ହେଇଗଲାଣି ତୁ ଗୋଟେ କାମ କର ପ୍ରସାଦ ନେଇକି ମନ୍ଦିରକୁ ବାହାରି ଯା ଭକ୍ତମାନେ ସେଠି ଅପେକ୍ଷା କରିଥିବେ। ତାପରେ ଆଦର୍ଶ କହିବେ ଠିକ୍ ଅଛି ମା ମୁଁ ଆଉ ଭାଇ 2 ଜଣ ମିଶି ଖାଇବାକୁ ସାଙ୍ଗେ ଅଟୋରେ ରଖିଦଉଛୁ। ତାପରେ ମାୟା କହିବେ ଠିକ୍ ଅଛି ରିମଝିମ୍ ଯା ଗୌରବକୁ ଡାକିଦେ। ତାପରେ ରିମଝିମ୍ କହିବେ କିନ୍ତୁ ବଡ଼ ମା ଗୌରବ ତ ଘରେ ନାହିଁ। ତାପରେ ମମତା କହିବେ କ'ଣ ହେଲା ଗୌରବ ଘରେ ନାହିଁ ସେ ଗଲା କୁଆଡ଼େ? ତାପରେ ପଲ୍ଲବୀ ସେ ଗୁଣ୍ଡାମାନଙ୍କ ସହିତ ଫାଇଟ୍ କରୁଥିବେ। ତାପରେ ଅଚାନକ ଗୌରବ ଆସି ପହଞ୍ଚିବେ। ତାପରେ ପଲ୍ଲବୀ କହିବେ ଗୌରବ ଭାଇ ତମେ? ତାପରେ ଗୌରବ କହିବେ ତମେ ଚିନ୍ତା କରନି ପଲ୍ଲବୀ ମୁଁ ଥାଉ ଏମାନେ ତମର କିଛି ବି କରିପାରିବେନି। ଏମିତି କହି ଗୌରବ ଗୁଣ୍ଡାମାନଙ୍କ ସହିତ ଫାଇଟ୍ କରିବେ। ତାପରେ ଗୋଟେ ଗୁଣ୍ଡା ଆସି ଗୌରବର ଅଣ୍ଟାରେ ଛୁରୀ ମାରିଦେବ। ତାପରେ ପଲ୍ଲବୀ ଗୌରବକୁ ଦେଖି ଡରିଯିବେ। ତାପରେ ସବୁ ଗୁଣ୍ଡାମାନେ ଦୌଡ଼ିକି ଭାଗି ଯାଉଥିବେ। ତାପରେ ପଲ୍ଲବୀ ଗୋଟେ ଗୁଣ୍ଡାକୁ ଧରି ପକାଇବେ ଆଉ ତାକୁ ପଚାରିବେ କହ ତୁ କାହା ପାଇଁ କାମ କରୁଛୁ କହ ନହେଲେ? ତାପରେ ସେ ଗୁଣ୍ଡା କହିବ ନହେଲେ ତୁ କିଛି ବି କରିପାରିବୁନି। ଏମଏଲ୍ଏ ସାର୍ଙ୍କର ମାଲ ଅଟକେଇଛୁ ତ ତା ପରିଣାମ ତୁ ଭୋଗିବୁ। ତାପରେ ପଲ୍ଲବୀ କହିବେ ଏବେ ତୁ ଏଇ କଥା ଥାନାରେ ଯାଇ କହିବୁ। ଏମିତି କହି ପଲ୍ଲବୀ ସେ ହବଲଦାରକୁ କହିବେ ଗୌରବ ଭାଇଙ୍କର କିଛି ବି ହବନି ସେ ବହୁତ ସାହସୀ। ଚିତ୍ତ ଅଙ୍କଲ ଆପଣ ତାଙ୍କୁ ହସ୍ପିଟାଲ ନେଇକି ଯାଆନ୍ତୁ ୟାକୁ ମୁଁ ଥାନାକୁ ନେଇକି ଯାଉଛି। ଏମିତି କହି ପଲ୍ଲବୀ ସେ ଗୁଣ୍ଡାକୁ ଆରେଷ୍ଟ କରିବେ ଆଉ ଚିତ୍ତ ଅଙ୍କଲ ଗୌରବକୁ ଧରି ଚାଲିଯିବେ।